ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ହରି ଓମ୍। ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଆସନ୍ତା ଚନ୍ଦ୍ରଗ୍ରହଣ ବିଷୟରେ କିଛି କହିବାକୁ ଯାଉଛି। ଚଳିତ ବର୍ଷ ଫାଲ୍ଗୁନ ମାସ ଦୋଳ ପୂର୍ଣ୍ଣିମା ଅର୍ଥାତ୍ ମଙ୍ଗଳବାର ଦିନ ମାର୍ଚ୍ଚ 3, 2026ରେ କେତୁଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ପାଳନ କରାଯାଉଛି। ଓଡ଼ିଶା ସମେତ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ପୁରୀଠାରେ ଦିବା 3 ଘଣ୍ଟା 20 ମିନିଟ୍ 11 ସେକେଣ୍ଡ ସମୟରେ ବାୟୁକୋଣରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ, କିନ୍ତୁ ଚନ୍ଦ୍ରୋଦୟ ହୋଇନଥିବାରୁ ଦୃଶ୍ୟମାନ ହେବ ନାହିଁ। ଦିବା ଅପରାହ୍ନ 5 ଘଣ୍ଟା 4 ମିନିଟ୍ 25 ସେକେଣ୍ଡ ଗ୍ରହଣର ମଧ୍ୟମ ସମୟ ବା ସର୍ବାଧିକ କ୍ଷତିଗ୍ରସ୍ତ ସମୟ। ଏହି ସମୟରେ ମଧ୍ୟ ଚନ୍ଦ୍ରୋଦୟ ହୋଇନଥିବାରୁ ଗ୍ରହଣ ଅଦୃଶ୍ୟ ରହିବ। ସନ୍ଧ୍ୟା 6 ଘଣ୍ଟା 47 ମିନିଟ୍ 18 ସେକେଣ୍ଡ ସମୟରେ ବାୟୁକୋଣରେ ସର୍ବମୁଖୀ ହେବ। ଗ୍ରହଣର ସମୟ 3 ଘଣ୍ଟା 27 ମିନିଟ୍ 7 ସେକେଣ୍ଡ ରହିବ। ସନ୍ଧ୍ୟା 5 ଘଣ୍ଟା 50 ମିନିଟ୍ 47 ସେକେଣ୍ଡରେ ଆମେ ଗ୍ରହଣକୁ ଦର୍ଶନ କରିପାରିବା। ଗ୍ରହଣର ସ୍ପର୍ଶର 9 ଘଣ୍ଟା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ 3, 2026 ମଙ୍ଗଳବାର ପ୍ରାତଃ 6ଟା 20 ବା ସୂର୍ଯ୍ୟୋଦୟ ପୂର୍ବରୁ ଅନ୍ନଭୋଜନ ଓ ଦେବନୀତି କରିଦେବା ଉଚିତ। ସକାଳ 6ଟା 20 ଠାରୁ ସନ୍ଧ୍ୟା 6ଟା 47 ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନାଦି କରିବା ସମ୍ପୂର୍ଣ୍ଣ ନିଷେଧ। କିନ୍ତୁ ବାଳକ, ବୃଦ୍ଧ, ରୋଗୀମାନଙ୍କ ନିମନ୍ତେ ଏହି ନିୟମ ପାଳନୀୟ ନୁହେଁ। ଗର୍ଭବତୀ ମହିଳାମାନେ ଏହି ସମୟରେ ଗ୍ରହଣ ଦର୍ଶନ ନ କରି କୋଳରେ ନଡ଼ିଆ ରଖି ଘରେ ଜଗନ୍ନାଥଙ୍କୁ ସ୍ମରଣ କରିବା ଉଚିତ। ସନ୍ଧ୍ୟା 6ଟା 47 ପରେ ଧୁଆପୋଛା ସ୍ନାନାଦି କର୍ମ ସାରି ଦେବନୀତି ଅନ୍ନଭୋଜନ କରଣୀୟ। ଏହି ଦିନ ଶ୍ରାଦ୍ଧ ପଡ଼ିଲେ ଫଳ ପୁଷ୍ପ ଆଦିରେ ପିଣ୍ଡଦାନ କରାଯାଇପାରିବ। ଏହା ହେଉଛି ଆମ ହିନ୍ଦୁ ଧର୍ମ ବା ସନାତନ ଧର୍ମର ନିୟମ। କିନ୍ତୁ ଅନେକ ବ୍ୟକ୍ତି ଏସବୁ ନ ମାନି ବୈଜ୍ଞାନିକ ମତରେ ଖରା ଛାଇର ଖେଳ ଭାବି ପାଳନ କରୁନାହାନ୍ତି। ବିଶେଷ କରି ହେତୁବାଦୀମାନେ ଏସବୁ ମାନୁନାହାନ୍ତି। ସେମାନେ ଅନ୍ନଭୋଜନ କରୁଛନ୍ତି ଏବଂ ଆମିଷାଦି ଭକ୍ଷଣ କରୁଛନ୍ତି। ଯେଉଁଠାରେ ଜଗତର ବନ୍ଧୁ ଜଗନ୍ନାଥ ଶ୍ରୀମନ୍ଦିର ମାନୁଛି, ଆମେ ତାଙ୍କ ଅଧୀନରେ ଥାଇ ଏହାକୁ ମାନିବା ଉଚିତ। ତେଣୁ ଅନୁରୋଧ, ଚନ୍ଦ୍ରଗ୍ରହଣର ପାଳନ ବିଧିକୁ ମାନି ଚଳିଲେ ଆମ ଜୀବନର ସାର୍ଥକ ହେବ। ଏହା ବ୍ୟତୀତ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ଓ ମୀନ ରାଶିର ବ୍ୟକ୍ତିମାନଙ୍କର ଗ୍ରହଣ ଦର୍ଶନ ଶୁଭ ଅଟେ। ଏତଦ୍ ବ୍ୟତୀତ ଅନ୍ୟ ରାଶିମାନଙ୍କର ଅଶୁଭ ଅଟେ। ଅଶ୍ୱିନୀ, କୃତ୍ତିକା, ରୋହିଣୀ, ଆଦ୍ରା, ପୁଷ୍ୟା, ମଘା, ଉତ୍ତର ଫାଲ୍ଗୁନା, ହସ୍ତା, ସ୍ୱାତି, ଅନୁରାଧା, ମୂଳା, ଉତ୍ତରାଷାଢ଼ା, ଶ୍ରବଣା, ଶତଭିକ୍ଷା ଓ ଉତ୍ତର ଭାଦ୍ର ନକ୍ଷତ୍ରଯୁକ୍ତ ବ୍ୟକ୍ତିମାନେ ଗ୍ରହଣ ଦର୍ଶନ ଶୁଭ ଅଟେ। ଏତଦ୍ ବ୍ୟତୀତ ଅନ୍ୟମାନେ ଏସବୁ ଦେଖିବା ଅଶୁଭ ଅଟେ। ହରି ଓମ୍। ଜୟ ଜଗନ୍ନାଥ।